ତାପରେ ଭାଇ ଆଜି ସୁର ଭାଇ ଗୋଟେ ବନ୍ଧୁ ମିଳନ ପ୍ରତି ବର୍ଷ ମାସେ 2 ମାସକୁ ଥରେ ଗୋଟେ ବନ୍ଧୁ ମିଳନ କଂଗ୍ରେସ ହୁଏ। ଆଜି ଦେଖୁଛନ୍ତି ଶହ କଂଗ୍ରେସ କର୍ମଚାରୀ ମାନେ ଆସିଛନ୍ତି ଗୋଟେ ବନ୍ଧୁ ମିଳନ ଇନ୍ଦିରା ଗାନ୍ଧୀ ମଇଦାନରେ ଆଜି ଅନୁଷ୍ଠିତ ହେଇଛି। ଆପଣ ମଧ୍ୟ ଆସିଛନ୍ତି, ତାକୁ ନେଇ କଣ ପ୍ରତିକ୍ରିୟା ରଖିବେ? କିନ୍ତୁ ଦଳ ମତ ନିର୍ବିଶେଷ ସୁରେଶ କୁମାର ରାଉତ ଯିଏକି ଆମର ଗୁରୁ ହଉ ବଡ଼ ଭାଇ ହୁଅନ୍ତୁ, ତାଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ଓଡ଼ିଶା ମାଟିରେ। ସେ କୌଣସି କଂଗ୍ରେସ ହଉ କି ବିଜେପି ହଉ କି ବିଜେଡି ହଉ, କୌଣସି ଦଳୀୟ ନାହାନ୍ତି। ସେ ଯେକୌଣସି ଲୋକ ତାଙ୍କ ପାଖକୁ ଗଲା ସବୁବେଳେ ସେ ଲୋକଙ୍କ କାମ କରନ୍ତି ଏବଂ ଏମିତି ଗୋଟେ ଲୋକ ରାତି ପାଇଲେ ତାଙ୍କ ପାଖକୁ ପ୍ରତ୍ୟେକ ଦଳର ଲୋକ ଆସନ୍ତି। ସେ ଲୋକଙ୍କ ପାଇଁ ଖୁସିରେ କାମ କରନ୍ତି ଏବଂ ସକାଳୁ ମେଡିକାଲ ଯାଆନ୍ତି ଏବଂ ସମସ୍ତଙ୍କ କଥା ବୁଝନ୍ତି। ଏବଂ ଏଠି ସମସ୍ତେ ଆମେ ସବୁ ପ୍ରକାର କାଟଗୋରୀ, ସବୁ ବିଜେପି ବିଜେଡି କଂଗ୍ରେସ ସବୁ ପ୍ରକାର କାଟଗୋରୀ ଲୋକ ଏକାଠି ଆମେ ହେଇଛୁ ଏବଂ ସମସ୍ତେ ଏନ୍ଜୟ କରୁଛନ୍ତି। ଓଡ଼ିଶା ଗୋଟେ ଭାଇଚାରାର ମାଟି, ତେଣୁ ଭଲ ପାଇବା ଅଛି। ସମସ୍ତେ ଏକାଠି ହେଇଛନ୍ତି, ଖାଇବାକୁ ଏନ୍ଜୟ କରୁଛନ୍ତି ଏବଂ ସମସ୍ତେ ସୁରାଇ ସମସ୍ତଙ୍କୁ କହୁଛନ୍ତି ଯେ ତମେ ଏଇ ବର୍ଷର କାମ ଫାମ ଭଲ କି ଲୋକଙ୍କ ପାଇଁ କରିବା, ଲୋକଙ୍କ ସହ ରହିବା, ଏସବୁ ନେଇକି ଆମେ ଆମର ଇଏ କରୁଛୁ। ଭାଇ ଦେଖିବା ଆରଥର ଗତ ଥର ଇଲେକ୍ସନରେ କଂଗ୍ରେସର ପରିସ୍ଥିତି ଭଲ ଥିଲା, 2 ନମ୍ବର ପୋଜିସନରେ କଂଗ୍ରେସକୁ ଆସିଥିଲା। କିନ୍ତୁ ଏବେ ଦେଖିବା ଯେ 2027 ପଞ୍ଚାୟତ ଇଲେକ୍ସନ ଆସୁଛି, ଖାସ କରି ଆପଣଙ୍କ ନିର୍ବାଚନ ମଣ୍ଡଳୀ ମଧ୍ୟ କଂଗ୍ରେସର ପଲ୍ଲା ଭାରି ଅଛି ବୋଲି ଶୁଣାଯାଉଛି। ଲୋକଙ୍କ କିନ୍ତୁ ରଣନୀତି 2027 ପାଇଁ ଆପଣ ପ୍ରସ୍ତୁତ କରୁଛନ୍ତି ଭାଇ? ଏବେଠୁ ଆମ ପ୍ଲାଟଫର୍ମ ଆମେ କରୁଛୁ। କଂଗ୍ରେସ ଗୋଟେ ଏମିତି ଦଳ ଯେ ଆପଣଙ୍କର ସ୍ୱାଧୀନତା ଦେଖନ୍ତୁ କି ଆପଣଙ୍କର ଦଶାକୁଳ କଥା ଦେଖନ୍ତୁ କି ମା ମାନଙ୍କ କଥା ଦେଖନ୍ତୁ, ଏଜୁକେସନ କଥା ଦେଖନ୍ତୁ, ଏ ଭୁବନେଶ୍ୱର ଯୋଉ ମାଟି କଥା ଦେଖନ୍ତୁ, ଯାହା ବି ସବୁ ହେଇଛି କଂଗ୍ରେସ ଟାଇମ୍ରେ ହେଇଛି। ଏବଂ ଆମର ଯୋଉ ପ୍ଲାଟଫର୍ମ ଅଛି 27 ପାଇଁ ଆମର ପଞ୍ଚାୟତ ନିର୍ବାଚନ କଥା ହଉ କି ଆପଣଙ୍କର ଯୋଉ ଅର୍ବାନ କଥା ହଉ, ନିଶ୍ଚିନ୍ତ କଂଗ୍ରେସ ଭଲ କରିବ। ଏବଂ ଆମର ଯେତେ ସିନିୟର ଲିଡର ଅଛନ୍ତି ସମସ୍ତେ ଆମେ ଗ୍ରାସ ରୁଟ୍ ଯାଉଛୁ ଏବଂ ଏସବୁ ନେଇକି ଆମର ମିଟିଂ ବି ଚାଲିଛି। ଯେମିତି ଭଲ ହବ ଆମେ ଆମର କାମ କରୁଛୁ। ଆମର ନେତା ସୁରେଶ କୁମାର ରାଉତ ଅଛନ୍ତି, ନିରଞ୍ଜନ ପଟ୍ଟନାୟକ ଅଛନ୍ତି, ଭକ୍ତ ଅଛନ୍ତି, ତାକୁ ନେଇକି ଆମେ କାମ କରୁଛୁ। ଯାହା ଆମକୁ ଦାୟିତ୍ୱ ଦିଆଯିବ, ମୁଁ ବି ନିଜେ ଗୋଟେ ଏଇ କାମରୁ କ୍ୟାଣ୍ଡିଡେଟ୍ ହେଇଥିଲି, ଏସବୁ ନେଇକି ଆମେ ଆମର ଆଗାମୀ ପ୍ଲାନ୍ 27 ପ୍ଲାନ୍ ରଖିଛୁ ଆମେ ସବୁ। ଟିକେ 2027 ପାଇଁ ଯୁବ ନେତା ମାନଙ୍କ ଉପରେ କଂଗ୍ରେସର ଆଶା ଭରସା ଆଉ ଭକ୍ତ ଦାସ ଆସିଲା ପରେ ଯେମିତି କଂଗ୍ରେସ ଶୋଇ ଉଠିଥିଲା, ଚେଇଁ ଉଠିଲା ବର୍ତ୍ତମାନ, ତେଣୁ ନିଶ୍ଚିତ ଆଶା ରଖିବା 2027 କଂଗ୍ରେସର ପଲ୍ଲା ଭାରି ରହିବ। 27 କଂଗ୍ରେସ ଭଲ କରିବ। ଆପଣ ଯେହେତୁ 29 ଅଛି, କଂଗ୍ରେସ ଏମିତି ଗୋଟେ ଦଳ ଆପଣଙ୍କୁ ମୁଁ ଆଗରୁ କହିଛି ମାନେ ଭଲ କରିବ ଲୋକଙ୍କୁ। ଯେମିତି ଆଗରୁ ଯେମିତି ଏଣ୍ଟାର ଭାରତ ବର୍ଷକୁ ଲୋକଙ୍କୁ ସେବା ଦେଇଥିଲା, ଷ୍ଟେଟ୍ ବି ସେବା ଦେଇଥିଲା, ସବୁ ନେତା ଆମେ ଏକାଠି ହେଇକି କାମ କରୁଛୁ। ଆମ ସିନିୟର ଲିଡର ହଉଛୁ ଆମେ ହଉ, ଏବଂ ଭଲ କରିବ ଏବଂ ସରକାର ଆସିବାର ଆମର ବହୁତ ସମ୍ଭାବନା ଅଛି। ଜନାଦେଶ ଆଜ୍ଞା ଆପଣଙ୍କର ଦେଖନ୍ତୁ, ଲୋକଙ୍କର ମାନେ ଗୋଟେ ନେତାର ହଉଛନ୍ତି ଭୋଟ ହଉଛି ଗୋଟେ ନେତାଙ୍କର ଷ୍ଟ୍ରେନ୍ଥ, ତେଣୁକରି ଜନତା ନିଶ୍ଚୟ ସପୋର୍ଟ କରିବେ। ଆମ କଂଗ୍ରେସକୁ ଆସିବ, ଏସବୁ ନେଇକି ଆମେ ଆମର କାମ କରିବୁ। ଭାଇ ସେଥିରେ କଣ କହିବେ ଏକାମ ନିର୍ବାଚନ ମଣ୍ଡଳୀର ଶୁଭେଚ୍ଛା ବାର୍ତ୍ତା ଆପଣ କଣ କହିବେ? ଏକାମ୍ର ମାଟିର ଆମର ମା ମାନଙ୍କ କଥା ହଉ କି ଶିକ୍ଷା କଥା ହଉ, ସ୍ୱାସ୍ଥ୍ୟ କଥା ହଉ କି ଯୁବକ ମାନଙ୍କ କଥା ହଉ ଏବଂ କି ନିଯୁକ୍ତି କଥା ହଉ, ବହୁତ କିଛି ମାତ୍ରାରେ ବି ଆମର ଏକାମ୍ର ସେ ସବୁରୁ ଟିକେ ଦୂରେଇ ଅଛି। ଏବଂ କେମିତି ସମସ୍ତେ ସୁଯୋଗ ପାଇବେ, ସହଯୋଗ ସମସ୍ତଙ୍କୁ ଆମେ କରିବୁ ଏବଂ ଯାହା ବି ସବୁ ସମସ୍ୟା ଅଛି କେମିତି ତାକୁ ସମାଧାନ କରିବୁ, ଲୋକଙ୍କ ପାଖରେ ଆମେ ପହଞ୍ଚୁ, ଏସବୁ ନେଇକି ଆମେ ଆମର କାମ